ମାର୍କଣ୍ଡେୟ ପୁରାଣ ମେଦିନୀ ନିର୍ମାଣ ଓ ଅକ୍ଷୟଶିଳା ବିଷୟ ବର୍ଣ୍ଣନ। ରହିଲା ଯେ ମଧୁ ଦୈତ୍ୟ ଆତ୍ମା ପ୍ରଭୁ ଅଙ୍ଗେ, ଏଥୁ ଅନନ୍ତରେ ଶୁଣି ବାକ ଦିବ୍ୟ ରଙ୍ଗେ। ଦାନବ ରଡ଼ି ଶୁଭିଲା ମହା ଉଗ୍ର ହୋଇ, ହର ବ୍ରହ୍ମା ରହିଥିଲେ ଜୟପୁରେ ଯାଇ। ମନରେ ବିଚାର କଲେ ଦୈତ୍ୟ ଗଲା କ୍ଷୟ, ନାରାୟଣ ଯୋଗେ ପୁଣି ମାତାଙ୍କ ଉପାୟ। ଏବେ ଜାଣ ସଞ୍ଚାରଣ ହେବ ବସୁମତୀ, ଏତେ ବୋଲିଣ ଆସନ୍ତି ଦୁହେଁ ଶୀଘ୍ର ଗତି। ଦନୁଜକୁ ନାରାୟଣ ସ୍ୱାମୀ କରି ନାଶ, ତାର ମୃତ ପିଣ୍ଡ କରେ ଧରି ଋଷିକେଶ। ବିଶ୍ୱରୂପ ଧରି ତହିଁ ପ୍ରଭୁ ଦେବରାୟ, କର ତଳେ ମର୍ଦିଲେ ସେ ଦାନବର କାୟ। ଅସ୍ଥି ଚର୍ମରୁ ଧୀର ଯେ ମାଏଶ ସହିତ, ମର୍ଦିଲେ ବାହୁରେ କୁମ୍ଭ କାର ମାଟି ବତ। ମଣ୍ଡଳାକାରରେ କର ତଳେ ତା ବିରଚି, ଅଗାଧ ଜଳେ ତାହାକୁ ରଖିଲେ କସଞ୍ଚି। ଦାନବ ମେଦ ମେଦାରେ ମେଦିନୀ କରିଣ, ତଥି ପରେ ବିଜେ କଲେ ଦେବ ନାରାୟଣ। ଏ ଅନ୍ତେ ମିଳିଲେ ଆସି ବିଧାତା ଈଶ୍ୱର, ଦେଖିଣ ଅତି ଆନନ୍ଦ ହୋଇଲେ ମନର। ଗଗନେ ଉଦୟ ଆସି ହେଲେ ଦିନମଣି, ତାହାଙ୍କର ତେଜ ଲାଗି ଶୁଖିଲା ଧରଣୀ। ମେଦିନୀ ଉପରେ ତହିଁ ବ୍ରହ୍ମା ବିଷ୍ଣୁ ହର, ଗମନ କରନ୍ତେ ସେହୁ ହୋଇଲା ଅସ୍ଥିର। ନାବପରାୟ ହୋଇ ଯେ ଭାସିଲା କଜଳେ, ଚକ୍ର ପ୍ରାୟକ ହୋଇ ସେ ବୁଲେ ଅନ୍ତରାଳେ। ତାହା ଦେଖିଣ ବିଧାତା ମନରେ ବିଖଣ୍ଡ, ମେଦିନୀ ମଧ୍ୟରେ ନେଇ ପୋତିଲେ ତ୍ରିଦଣ୍ଡ। ଧନ୍ୟ ସେହି ତ୍ରିଦଣ୍ଡ ଯେ ଅମୂଲ୍ୟ ସୁବର୍ଣ୍ଣ, ବିଧାତାର ମନରୁ ଯେ ହେଲା ଉତ୍ତପନ। ତହିଁର ମହିମା ଶୁଣ ଆହେ ମହିପତି, 60 ସହସ୍ର ଯୋଜନ ତାର ଚଉକତି। ଲକ୍ଷେ କ ଯୋଜନ ସେବ ହନ ଫୁଟି କଲା, ଅଷ୍ଟବିଂଶ ଯୋଜନ ଯେ ତଳେ ନିକିଳିଲା। ଅକ୍ଷୟ ଶିଳା ଉପରେ ବିଜେ କଲେ ଯାଇ, ବିଶ୍ୱରୂପ ଧରି ସେହୁ ଧଇଲା କମହି। 5 ଲକ୍ଷ ଯୋଜନ ସେ ଉପରେ ରହିଲା, ଏମନ୍ତ ପ୍ରକାରେ ସେହୁ ମେଦିନୀ ଧରିଲା। ଯହୁଁ ଧଇଲା ଅଶେଷ ଭରା ଭର ସେହି, ମେରୁ ବୋଲିଣ ତାହାର ନାମ ଦେଲେ ବିହି। ମଧୁ କଇଟ ଭରସେ ଅଟଇ ଶରୀର, ହୃଦୟ ମେଦିନୀ ତାର ଶିରେ ସ୍ୱର୍ଗପୁର। ଏ ବଚନ ଶୁଣି ସେହୁ ସୁରଥ ନୃବର, ମାରକଣ୍ଡକୁ ପୁଛିଲେ ଯୋଡ଼ିବେନି କର। କହ ହେ ମୁନି ଅକ୍ଷୟ ଶିଳାର ଯେ ଭୀତି, କେମନ୍ତେ ସେ ଉପୁଜିଲେ କାହିଁରୁ ଉତ୍ପତ୍ତି। ପ୍ରଳୟ କାଳରେ ସେହୁ କେମନ୍ତ ରହିଲା,
ସମସ୍ତେ ନାଶ ଗଲେ ସେ କିମ୍ପାଇଁ ନ ଗଲା। ରହିଲା ସେ ତଳପୁରେ କେମନ୍ତ ପ୍ରକାରେ, କେମନ୍ତେ ରହିଲା ମେରୁ ତହିଁର ଉପରେ। ଏ କଥା ସଂକ୍ଷେପୀ ମୋତେ କହ ମୁନିବାରେ। ଯଦ୍ୟପି ତୋହର କପି ଅଛି ମୋହଠାରେ, ରାଜାର ଭକତି ଦେଖି ତୋଷ ମହାମୁନି। ଅକ୍ଷୟ ଶିଳା ପ୍ରସ୍ତାବ କହନ୍ତି ସୁଜ୍ଞାନୀ। ଶୁଣ ତୁହ ମହାରାଜା ପରମ ପଣ୍ଡିତ, ଅକ୍ଷୟ ଶିଳା ବୋଲିଣ ଯେଉଁ ପର୍ବତ। ପ୍ରତ୍ୟକ୍ଷେ ବିଷ୍ଣୁ ଅକ୍ଷୟ ଅଟେ ତାର ଦେହି। ଶପଥପୁର ଅନ୍ତରେ ଗୁପ୍ତେଛନ୍ତି ରହି। ପାଷାଣ ଅଙ୍ଗ ଧରିଣ ରହିଛନ୍ତି ତଳେ। ଅଶେଷ ଭାରା ଭରକୁ ଧରିଛନ୍ତି ହେଳେ। ସର୍ବଦା କାଳରେ ସେହୁ ଅକ୍ଷୟ ଶରୀର। ଅନନ୍ତ କୋଟି କଳ୍ପେ ସେ ନୁହଁଇ ଅନ୍ତର। ନାରାୟଣ ପୁରୁଷ ନିର୍ଗୁଣେ ପୂର୍ଣ୍ଣ ଦେହି। ଭେଦା ଭେଦ ହାଦେ କିଛି ତହିଁରେ ଯେ ନାହିଁ। କେତେ ବଳ ବହଇ ସେ କେତେ ଦୂର ସ୍ଥଳୀ। ଏକଥା ଗୋଟି କେହି ଯେ ନ ପାରନ୍ତି କଳି। ମୁଗୁନି ପଥର ଗିରି ଅତି ସୁନିର୍ମଳ। ତଥି ପରେ ଥାଇ ଯେ କାରୁଣ୍ୟ ମହାଜଳ। ବ୍ରହ୍ମା ନିଦ୍ରା ଗଲେ ସେହୁ ଘୋଟଇ ଗଗନେ। ତେବେ ସେ ନାଶ ହୁଅନ୍ତି ସର୍ବସୁର ଜନେ। ଅନେକ ବାର ମେଦିନୀ ହେଲା ହତ ଜାତ। ଅକ୍ଷୟ ଶିଳା ପାଷାଣ ସର୍ବକାଳେ ସ୍ଥିତ। ତଥି ତଳେ କିସ ଅଛି ନ ଜାଣନ୍ତି କେହି। ନାରାୟଣ ମହା ଅଗୋଚର ଯେ ଅଟଇ। ତୁହି ଜଣୁ ପୁଚ୍ଛା କଲୁ ସେ ଶିଳାର ବାଣୀ। ପ୍ରତ୍ୟକ୍ଷେ ସେ ବିଷ୍ଣୁ ଅଙ୍ଗ ବୁଝ ପରିମାଣି। ସେ ଶିଳା ଉପରେ ଯାଇ ବିଶ୍ରାମଇ ମେରୁ। ମେରୁ ଉପରେ ଯେ ରହି ଅଛି ସର୍ବଗୁରୁ। ଅକ୍ଷୟ ଶିଳା ଗୋଟିକ ଅକ୍ଷୟ ଯେ ସ୍ଥାନ। ସେଠାରୁ ଜାତ ହୋଇଛି ସର୍ବପୁରମାନ। ଏଥୁ ଅନନ୍ତରେ ଶୁଣ ଆହେ ନରପତି। ନାରାୟଣ ସ୍ୱାମୀ ଯହୁଁ ସୃଜିଲେ କକ୍ଷିତି। ନିଶ୍ଚଳ ଅର୍ଥେ ପୋତିଲେ ବିଧାନ ତ୍ରିଦଣ୍ଡ। ତଥାପି ସ୍ଥିର ନହିଲେ ତହୁଁ ସେ ବ୍ରହ୍ମାଣ୍ଡ। ମେରୁର ଚାରିକତି ଯେ ବୁଲଇ ଚକ୍ର ପାଣି। ତାହା ଦେଖିଣ ବିମନ ହେଲେ ଚକ୍ର ପାଣି। ଆପଣା ଅଙ୍ଗରୁ ଉପାଡ଼ିଲେ ଅଷ୍ଟରୋମ। ଅଷ୍ଟକୋଣେ ପୋତିଲେ ସେ କରି ଅତି ଶ୍ରମ। ସେହି ଅଷ୍ଟରୋମ ଜାଣ ହେଲା ଅଷ୍ଟଗିରି। ତାହାଙ୍କର ନାମ ତୁହି ଶୁଣ ଦଣ୍ଡଧାରୀ। ପୂର୍ବେ ଉଦୟଗିରି ନୀଳ ଗିରି ଅଗ୍ନି କୋଣେ। ମନ୍ଦଗିରି ନାମ ଯେ ବିହିଲେ ଯେ ଦକ୍ଷିଣେ। ନୈಋତ କୋଣେ ଅଛଇ ବିନ୍ଧ୍ୟ ପର୍ବତ। ପଶ୍ଚିମରେ ଅସ୍ତାଚଳ ତାଙ୍କ ନାମ ଶ୍ଵେତ। ରହିଲା ମନ୍ଦର ନାମେ ଗିରିବାୟୁ କୋଣେ। ଉତ୍ତରରେ ହିମବନ୍ତ କୈଳାସ ଈଶାନେ। ଏ ବିଧିରେ ଅଷ୍ଟକୋଣ
ଅଷ୍ଟଗିରି ସ୍ଥିତି। ବିଷ୍ଣୁର ତେଜ ଘେନି ସେ ଆବୋରି ଲେଖିତି। ତଥାପି ମେଦିନୀ ପୁଣି ହୋଇଲା ଅସ୍ଥିର। ତହିଁ କି ଉପାୟ ପୁଣି ସୃଜିଲେ ଈଶ୍ୱର। ଅଷ୍ଟାଙ୍ଗ ଯୋଗେ ମାତାଙ୍କୁ ବସି ଧ୍ୟାନ କଲେ। ତତ୍କ୍ଷଣେ ଅଷ୍ଟଚଣ୍ଡିକା ଉତ୍ପନ୍ନ ହୋଇଲେ। ଏ ଅଷ୍ଟଚଣ୍ଡୀଙ୍କୁ ଧାତା ବହୁ ପୂଜା କରି। ସ୍ଥାପିଲେ ସେ ଅଷ୍ଟଗିରି ଶିଖେ କୁଶଧାରୀ। ସେ ଦେବୀ ମାନେ ଗିରିକି ବସିଲେ କମାଡ଼ି। ପୂର୍ବେ ବ୍ରାହ୍ମଣୀ ରହିଲେ ଶ୍ଵେତ ହଂସ ଚଢ଼ି। ଅଗ୍ନିକୋଣ ପର୍ବତରେ ଦେବୀ ହେ କୌମାରୀ। ମୟୂର ବାହନେ ରହି ଲେକ ନୀଳଗିରି। ଦକ୍ଷିଣ ଦିଗ ମନ୍ଦର ଗିରି ଶିଖ ସ୍ଥାନେ। ବରାହୀ ରୂପରେ ବିଜେ କେଶରୀ ବାହନେ। ନଈରତ କୋଣରେ ଯେ ବିନ୍ଧ୍ୟଗିରି ମାଡ଼ି। ବିଜେ କଲେ ନାରାୟଣୀ ଖଗବର ଚଢ଼ି। ପଶ୍ଚିମ ଦିଗ ଭାଗରେ ଶ୍ଵେତଗିରି ଶିରେ। ବିଜେ କଲେ କଇନ୍ଦ୍ରାଣୀ ଖଗ ଆସନରେ। ବାୟବ୍ୟ କୋଣେ ମନ୍ଦର ପର୍ବତ ଯେ ସ୍ଥିତି। ନରବାହନେ ବିଜୟ ଚାମୁଣ୍ଡା ମୂରତି। ଉତ୍ତର ଦିଗେ ସ୍ଥିତ ଯେ ହିମବନ୍ତଗିରି। ବୃଷର ବାହନେ ବିଜେ କଲେ ମାହେଶ୍ୱରୀ। ଈଶାନ୍ୟ କୋଣରେ ଯେ କୈଳାସ ସ୍ଥାନେ। ବିଜେ କଲେ ଆଦି ଲକ୍ଷ୍ମୀ ମକର ବାହନେ। ଏ ବିଧି ଅଷ୍ଟ କୋଣେ ଯେ ଅଷ୍ଟଚଣ୍ଡୀ ସ୍ଥିତି। ସ୍ଥାପିଲେ ଯଜ୍ଞ ମୂର୍ତ୍ତି କରି ବେଦପତି। ବସନ୍ତେ ଯେ ଗିରିବର ମାଡ଼ି ଅଷ୍ଟଚଣ୍ଡୀ। ନିଶ୍ଚଳ ହୋଇଲା ତେବେ ଯାଇ ମହିଖଣ୍ଡି। ତଦନ୍ତରେ ହର ନାରାୟଣ ପଦ୍ମଜନୀ। ମେରୁଗିରି ଶିଖରେ ଯେ ବିଜେ କଲେ ତିନି। ଯେ ବଣ ଠାବରେ ଯାଇ ହୋଇଲେ ସେ ଉଭା। ସେହି ସ୍ଥାନରେ ସୁଧର୍ମା ନାମେ ହେଲା ସଭା। ଅଦ୍ଭୁତ ସେହି ସଭା ହୋଇଣ ଘଟଣ। ସୃଷ୍ଟି ଦେବତାଏ ତହିଁ କଲେ ବିହରଣ। ସେ ପର୍ବତ ପୁଣ୍ୟ ସ୍ଥାନେ ମଣ୍ଡପରେ ବସି। ବ୍ରହ୍ମାଙ୍କ ମୁଖକୁ ଚାହିଁ ଋଷିକେଶ ଭାସି। ଅସୁର ମେଦ ମେଦାରେ ହେଲା ତ ଧରଣୀ। ଜୀବଜନ୍ତୁ ମାନେ ବେ ରଖାଅ ଯେ ଆଣି। ଏ ବଚନ ଶୁଣି କରି କହିଲେ ଦୈବ। ଯେ ବଣ ପୃଥ୍ୱୀ ସୃଜିଲ ତୁମ୍ଭେ ବାସୁଦେବ। ମେଦ ମେଦାମର ଦିଶ ପୃଥ୍ୱୀ କରି ସ୍ଥିତ। ସ୍ୱରୂପରେ ପରକାଶ ଏଥି ଆଦି ମାତ। ତେଣୁ କରି ଶୁଦ୍ଧ ହୋଇ ଲାକ ଏ ମେଦିନୀ। ବସୁଧା ହୋଇଲା ଏହି ଦେବୀ ସଖା ଘେନି। ଏଥି ଉପରେ ହୋଇବ ବହୁତ ଯେ ବିଧି। ନବଖଣ୍ଡ ମେଦିନୀ ଯେ ସପ୍ତବାରା ନିଧି। ବନଗିରି କନ୍ଦର ଯେ ଉଚ୍ଚ ସଞ୍ଚ ସ୍ଥାନ। ନାନାଦି ଜୀବ ଜନ୍ତୁ ଏ ଆନ ଆନ ବନ। ଅନେକ ପୁର ଯେଥି ହୋଇବ ରଚନ।
ବିବିଧ ପ୍ରକାରେ ପୁଣି ଦିଶିବ ଶୋଭନ। ଅନେକ ଅବତାର ଯେ ହେବ ତୁମ୍ଭେଥି, ତେବେ ସେ ଭାରା ଖଣ୍ଡନ ହୋଇବାକ ପୃଥି। ଏ ମଞ୍ଚ ଭୁବନ ଗୋଟି ଅଟେ ମୂଳ ସ୍ଥାନ, ଏ ପ୍ରତି ତୁଲେ ହୋଇବ 14 ଭୁବନ। 14 ଭୁବନ ଲୋକେ ସମ୍ପୂର୍ଣ୍ଣ ହୋଇବ, ତେବେ ସେ ବିଷ୍ଣୁ ରଚନା ସୁନ୍ଦର ଦିଶିବ। ଏତେକ ଭି ଆଇବେ ଯେ ଦୈବ ପୁରୁଷ, ଆମ୍ଭର ଦେହରୁ ଯେହୁ ହେବ ପରକାଶ। ନାରାୟଣ ବୈଲେକ ବେଗେ ଜାତ କର, ବିଷ୍ଣୁଙ୍କର ଚରାଚର ଜୀବ ଖେଳ ଘର। ଏହିପରି ବସୁମତୀ ନିର୍ମାଣ କରିଲେ, ମହାଦେବ ଦାସ ତାହା ଗୀତରେ କହିଲେ। ଦକ୍ଷ ପ୍ରଜାପତି ଜନ୍ମ। ବିଧାତା ପୁରୁଷ ତହୁଁ ବିଷ୍ଣୁର ବଚନେ, ନିରାକାର ରୂପ ଚିନ୍ତା କଲେ ଏକ ଧ୍ୟାନେ। ଧ୍ୟାନେ ବସି ଚିନ୍ତା କରୁ କରୁ ଦିବ୍ୟ ଜ୍ୟୋତି, ନିଜ ଅଙ୍ଗରୁ ପୁରୁଷ କଲେ ଉତ୍ପତ୍ତି। ଅପୂର୍ବ ପୁରୁଷ ତାର ଦେହେ ଦିବ୍ୟ ଶୋଭା, ପଟାନ୍ତର ନାହିଁ ସେହୁ ନିରଞ୍ଜନ ପ୍ରଭା। ଦ୍ୱିତୀୟ ବେଦବରଙ୍କ ପ୍ରାୟ ତାର ମୂର୍ତ୍ତି, ସକଳ ରୂପ ଘେରିଣ ବ୍ରହ୍ମା ଉତ୍ପତ୍ତି। ବିବେକ ଗୁଣବନ୍ତ ସେ ସୁବୁଦ୍ଧି ପଣ୍ଡିତ, ଧାର୍ମିକ ସୌର୍ଯ୍ୟବନ୍ତ ଧୀର ଶାନ୍ତ ଚିତ୍ତ। ରୂପେ ରୂପବନ୍ତ ପୁଣି ବିଦ୍ୟାରେ କୁଶଳ, କ୍ଷତ୍ରିୟ ଗୁଣ ନିଧି ସେ ସୁଜ୍ଞାନୀ ସୁଶୀଳ। ଦୟାବନ୍ତ ତେଜବନ୍ତ ସମର୍ଥ ପ୍ରତାପୀ, ସୁରବନ୍ତ ସତ୍ୟାଚାର ବଳିଷ୍ଠ ନିଷ୍ପାପୀ। ସାଧକ ଦକ୍ଷ କେ ଗୁଣେ କରତା ଅନ୍ତକ, ପୂର୍ଣ୍ଣ ହୋଇଅଛି ପୁଣି ଲକ୍ଷଣ ଅନେକ। ଏମନ୍ତ ବହୁତ ପୁଣି ଘେନି ଅବତାର, ଦେଖି ପ୍ରଶଂସିଲେ ତାଙ୍କୁ ବ୍ରହ୍ମା ବିଷ୍ଣୁ ହର। କୁମର ରୂପ ଦେଖିଣ ବିଧାତ ଆନନ୍ଦ, ଦକ୍ଷ ବୋଲି କରି ତାଙ୍କ ନାମ ଦେଲେ ତାତ। କୋଳେ ଧରିଣ ତାହାଙ୍କୁ ବହୁତ ତିଆରି, ଚାରି ବେଦ ଅର୍ଥ କହି ଦେଲେ ବ୍ୟକ୍ତ କରି। 16 ଶାସ୍ତ୍ର ସହିତରେ 18 ପୁରାଣ, 32 ସ୍ମୃତି ଯେ ପୁଣି 9 ବ୍ୟାକରଣ। ବିଷ୍ଣୁର ସହସ୍ର ନାମ ଅବତାର ଲୀଳା, କବଚ ପରାଜିତା ଚଣ୍ଡୀ ମହାଖଳା। ନବନାଟକ ଆଦି ଶ୍ରୀହରି ବିଦ୍ୟମାନ, ଅଷ୍ଟାଙ୍ଗ ଯୋଗର ବିଧି 84 ଜ୍ଞାନ। ମନ ସଂଯମନ ପୁଣି ସାଧନ ଆସନ, ଏମନ୍ତ ପ୍ରକାରେ ଯେତେ ଶାସ୍ତ୍ର ଜ୍ଞାନ ମାନ। ଧ୍ୟାନ ଧାରଣା ନ୍ୟାସ ସେ ନ୍ୟାୟ ନିତ୍ୟାଚାର, ପୂଜା ବୈଶ୍ୟଦେବ ଆଦି ଯାବତ ବ୍ୟବହାର। ଦାନ ଧ୍ୟାନ ବ୍ରତ ପୁଣି ହବିଷ୍ୟ ଆଗତ, 36 ବ୍ରତର ପରେ ପାର୍ବଣ ଯାବତ। ଔଷଧ ଯନ୍ତ୍ର ମନ୍ତ୍ର ଯେ ଠୁଣିକା ପ୍ରସନ୍ନ, କୁହୁକ ଭଲୁକ ପୁଣି ଗୋଟିକା ଅଞ୍ଜନ।
ବେଦାନ୍ତ ବ୍ରହ୍ମଜ୍ଞାନ ସାବତ୍ରୀ ଯେ ଗାୟତ୍ରୀ ଅବ୍ୟକ୍ତ ବ୍ୟକ୍ତ ଜପା ଜପାଦି କରି ପାଦୁକା ଧୂପ ଗଣ୍ଡି ଯେ ମୃତ ସଞ୍ଜୀବନୀ କହନ୍ତି ଦକ୍ଷ ବ୍ରହ୍ମାଙ୍କ ଆଗେ ବ୍ରହ୍ମଜ୍ଞାନୀ ଚାରି ବର୍ଣ୍ଣ ମୂଳରେ 56 କୋଟି ଜୀବ 14 ଭୁବନ କଥା ଯେତେ ବସିବ ଓଙ୍କାର ଆକାର ପୁଣି ମକାର ଉକାର ଏ ଚାରି ବାଣୀ ମୂଳରେ ଶବଦ ପାର 42 ରାଗିଣୀ ଯେ 12 ତାଳ ଘେନି ପଞ୍ଚକ ଶବଦ ଆଉ 4 ବେଦ ଧ୍ୱନି 56 କୋଟି ଯେ ଜୀବ କୋଟି କୋଟି ମୂର୍ତ୍ତି ବୁଝାଇ କହନ୍ତି ନାମ ଧରି ବେଦପତି ଜନ୍ତୁଙ୍କର ନାମ ଆଉ ମନୁଷ୍ୟଙ୍କ ଜାତି ନାଗଲୋକ ସ୍ୱରୂପ ଯେ ଦେବତା ମୂରତି ପାଟଣା ଯେ ତୀର୍ଥ ଛତ୍ର ପୁରବନଗିରି ପୃଥିବୀ ସାଗର ପୁଣି ନଦୀ ଆଦି କରି ରାଜା ପରଜା ସେ ବିଧି ଭିଆଣ ସଂସାର ଯେ ବଣ ଜାତିର ଅଟେ ଯେ ବଣ ଆଚାର କହନ୍ତି ଦକ୍ଷ ବ୍ରହ୍ମାଙ୍କ ଆଗେ କୁଶଧାରୀ ଆଶ୍ୱାସିତ କରି ସର୍ବ କହନ୍ତି ତିଆରି ବୋଇଲେ ରେ ବତ୍ସ ତୋହି ଏକ ମନେ ଶୁଣ ଅତି ପୁଣ୍ୟବନ୍ତ ହେବୁ ଦକ୍ଷ ତୋର ନାମ ସଂସାର ନିମନ୍ତେ ତୁହି ହେଲୁ ଉତ୍ତପନ୍ନ ପ୍ରତ୍ୟକ୍ଷରେ ବ୍ରହ୍ମା ତୁହି ଦିବା ନିରଞ୍ଜନ ଏବେ ସଂସାର ଭିଆଣ ତୁହି ପୂର୍ବ ମତେ ଯାବଣ ଭିଆଣ ଆମ୍ଭେ କହିଦେଲୁ ତୋତେ ସକଳ ଯୁଗେ ପୃଥିବୀ ସଞ୍ଚାରଣ କାଳେ ଆମ୍ଭେ ଜାତ ହେଉଥାଉଁ ଅନାଦିର କୋଳେ ତୁ ପୁଣି ଆମ୍ଭ ମନରୁ ଉତ୍ପତ୍ତି ହେଉ ବେଦ ବାକ୍ୟ ଘେନି କରି ସଂସାର ଭିଆଉ ବେଦ ବୋଲିଣ ଅଟଇ ଯେ ବଣ ବଚନ କୋଟି ଜନ୍ମାନ୍ତରେ ପୁଣି ନୁହଁଇ ସେ ଆନ ସୃଷ୍ଟି ଅନ୍ତ କାଳେ ଥାଇ ବିଷ୍ଣୁ ନିଜ ଅଙ୍ଗେ ବେଦରେ ପୂର୍ଣ୍ଣ ହୋଇଣ ଥାନ୍ତି ଶ୍ରୀରଙ୍ଗେ ବେଦମୟ ଅଙ୍ଗ ଜାଣ ବେଦମୟ ଆତ୍ମା ଏମନ୍ତ ହୋଇଣ ଯେହୁ ଯେ ବଣ ମହାତ୍ମା ସେ ପୁରୁଷ ଅଙ୍ଗୁ ତ୍ରିଗୁଣର ତେଜ ଘେନି ବ୍ରହ୍ମା ବିଷ୍ଣୁ ହର ଆମ୍ଭେ ଜନ୍ମ ହେଲୁ ତିନି ବେଦ ଅଙ୍ଗୁ ଯେଣୁ କରି ହୋଇଲୁ ସମ୍ଭୂତ ତେଣୁ ଆମ୍ଭ ଅଙ୍ଗରୁ ସେ ସ୍ଫୁରେ ବେଦ ତତ୍ତ୍ୱ ଏ ବେଦର ଅର୍ଥ ଯେହୁ ଜାଣେ ପରିମାଣି ଭିଆଇ ପାରଇ ସେହୁ ଅଶେଷ ଧରଣୀ ତୋହରି ଆଗେ କହିଲୁ ଆମ୍ଭେ ଅର୍ଥ ତତ୍ତ୍ୱ ତୁହି ଏବେ ଦକ୍ଷ ବ୍ରହ୍ମା ଭିଆ ଜଗତ ଅନେକ ପ୍ରକାରେ ଭିଆ ଇଣ ବେଦବର ଜଗତ ଭିଆଅ ପାଞ୍ଚି ଦେଲେ ତାର କର ଜୀବ ସ୍ୱରୂପ ସକଳ ଯେ ଉପଲେଖନ লিহিবা বিহিবাদি সকল বিধান সতনে দক্ষଙ୍କ করে দেলে বেদবর ବୋଲନ୍ତି ବେଗେ ଜାଇଣ
ଭିଆଓ ସଂସାର। ପୂର୍ବେ ପ୍ରକୃତିର ତୁଲେ ସଂସାର କରିବୁ, ଅନାଦିନାଥଙ୍କ ଠାରେ ପ୍ରଶଂସା ପାଇବୁ। ବଚନ ଶୁଣି କରି ଯେ ଦକ୍ଷ ନାମେ ବିହି, କରପତ୍ର ଯୋଡ଼ି କରି କହେ ଉଭା ହୋଇ। ସାବଧାନେ ଶୁଣିବା ଭୋ ପ୍ରଭୁ ବେଦବର, ଜଗତରୁ ପରମ ବ୍ରହ୍ମ ରୂପେ ଚିନ୍ତା କର। ସଂସାର ନିମନ୍ତେ ଆଜ୍ଞା ହୋଇଲା କମତେ, ଆବର ଜଣେ କଦେବ ମୋହର ସଙ୍ଗତେ। ସଙ୍ଗତେ ଜଣେ ନଥିଲେ ନୁହେଁ କାର୍ଯ୍ୟ କରି, କୁଶନାଡ଼ ଦିଅ ଏହି ମୂର୍ତ୍ତିମନ୍ତ କରି। ଧାତା ତହୁଁ ବୋଇଲେ ରେ ଶୁଣ ବାବୁ ଦକ୍ଷ, ଦୁଇ ଜଣ ହୋଇଲେ ଯେ ହୁଏ ହରିପକ୍ଷ। ଏକ ଜଣକେ ହୁଇ ସର୍ବ କାର୍ଯ୍ୟ ସିଦ୍ଧି, ପାଞ୍ଚ ଜଣ ହୋଇଲେ ଯେ ହୁଇ ବିରୋଧୀ। ଅନାଦିର ତହୁଁ ଆମ୍ଭେ ତିନି ଜଣ ଜାତ, କେହି ଏଥୁ ଭିଆଇନ ପାରଇ ଜଗତ। କାହାରି ମନ ଯହୁଁକେ ନ ଜାଣି ପାରିଲୁ, ତେଣୁ ସିନା ତୋତେ ଆମ୍ଭେ ମନୁଜାତ କଲୁ। ତୁ ଏବେ ଏକା ହୋଇଣ ଭିଆଓ ସଂସାର, ସଂସାର ଭିଆଇ କରି କର ସବୁ ସାର। ଦକ୍ଷ ବ୍ରହ୍ମା ବୋଇଲେ ନ ହେବ ରୀତ, ଏକ ଅଙ୍ଗରୁ ତ ସିନା ଦୁହେଁ ହେବୁ ଜାତ। ଏଥକୁ କିମ୍ପାଇଁ ଆମ୍ଭେ ହୋଇବୁ ବୈରୀ, କୁଶବଟୁ ଦିଅ ତୁମ୍ଭେ ମୂର୍ତ୍ତି ମନ୍ତ୍ର କରି। ଦକ୍ଷ ପ୍ରଜାପତି ଜନ୍ମ ହୋଇଲା ସମ୍ପୂର୍ଣ୍ଣ, ଦିନ ମହାଦେବ ଦାସ କରିଲେ ରଚନ। ନାରଦ ଜନ୍ମ ଓ ସଂସାର ସର୍ଜନ। ଶୁଣ ହେ ସୁରଥ ରାଜା ବଦନ୍ତି ମାର୍କଣ୍ଡ, ଏ ପବିତ୍ର ବାକ୍ୟ ଶୁଣି ଦୂରିତ ତୋ ଖଣ୍ଡ। ଦକ୍ଷ ନାମେ ବିଧାତା ଯେ ସୃଷ୍ଟି ସୃଜିବାକୁ, ପିତାଙ୍କୁ ସଖା ଜଣେ କ ମାଗଇ ସାଙ୍ଗକୁ। ପିତାଙ୍କ ଆଙ୍ଗୁଷ୍ଠିରେ ଯେ କୁଟବଟୁ ଥିଲା, ଦକ୍ଷ ବ୍ରହ୍ମା ବୋଲେ ସେହୁ କୁମାରେ ହୋଇଲା। କୁଶନାଡ଼େ ଦିଅ ଯହୁଁ କରିଲା ଶବଦ, ତେଣୁ ସେ ପୁତ୍ରର ନାମ ହୋଇଲା ନାରଦ। ଅପୂର୍ବ ସୁନ୍ଦର ସେହୁ ଦୁର୍ଲଭ ପ୍ରତିମା, ସ୍ୱୟଂ ଅବତାର ହୋଇଲେ ବେଦ ବ୍ରହ୍ମା। ଜାତ ହୋଇ ସେ କୁମର ପିତାର ଅଗ୍ରତେ, ବୋଇଲେ ଭୋ ସ୍ୱାମୀ ଆଜ୍ଞା ଦେବା ହେଉ ମତେ। ନୂତନ ସୃଷ୍ଟି ଭିଆଣ କରିବି ଯେ ମୁହିଁ, ଦକ୍ଷଙ୍କର ବଳେ ନହେ ସଂସାର ଭିଆଇ। ଏ ଯେବେ ପାରନ୍ତା କିମ୍ପା ଲୋଡ଼ନ୍ତାଟି ସଙ୍ଗ, ଶୁଣି ମନେ ଦକ୍ଷ ବ୍ରହ୍ମା ପାଇଲେ ଯେ ଖଙ୍ଗ। କୋପମୁଖ ହୋଇ କରି ନାରଦଙ୍କୁ ଚାହିଁ, ବୋଇଲେ ତୁ ଖଳ କଥା କହିଲୁ କିମ୍ପାଇଁ। ପିତାର ଛାମୁରେ ପୁଣି କହୁ ଖଳ ବାଣୀ, ଖଳ ବୋଲିଣ ବୋଲନ୍ତୁ ତୋତେ ସର୍ବ ପ୍ରାଣୀ। ଦେବତାଙ୍କ ଖଳ କଥା ମାନ ତୁହି ଘେନ, କଳହ ଆଚରେ ତୁହି ବଞ୍ଚ ସଦା ଦିନ। ପରାପରେ କହି ଦେଇ ଅହଙ୍କାର ବାଣୀ,
କୌତୁକ ଦେଖିଲେ ତୁ ପାଇବୁ ଆରଣି। ଜଗତ ମଧ୍ୟରେ ମନ୍ଦ ଅସାର ଯେତେକ, ତୋତେ ପଟାନ୍ତର ହେଉ ଥିବେ ସର୍ବଲୋକ। ତେବେ ହେ ଯେ ସ୍ଥିର ବୁଦ୍ଧି ନୋହିବ ତୋହର, ଜୀବିକା ହେଉ ତୋହର କଳି ବ୍ୟବହାର। ମୁହିଁ ଯେବେ ଜ୍ୟେଷ୍ଠ ଭାଇ ଅଟେ ତୋର ଗୁରୁ, ଏ ମୋର ସାପ ତୋହର ଅଙ୍ଗେ ଭୋଗ କରୁ। ଏହା ଶୁଣି ସେ ନାରଦ କଲେ ପ୍ରତିବାକ୍ୟ, ବୋଇଲେ କୁ କେତେ ସାପ ଦେଉ ମୋତେ ଦକ୍ଷ। ଯେତେ ସାପ ବିହିଲୁ ତୁ ମୋତେ କ୍ରୋଧ ମୁଖେ, ଏକଥା ମାନ ରୁଚିଲା ମୋତେ ଅତି ସୁଖେ। ମୁହିଁ ଯେବେ ଖଳ ଜନ ହୋଇବି ସଂସାରେ, ତୋର ସିରିକି ହତ କରିବି ନିଶ୍ଚୟରେ। ଜଗତେ ଅପକିରତି ହେଉ ପଛେ ମତେ, ମୁହିଁ ତୋହର ସଙ୍ଗେତ ଯିବି କଦାଚିତେ। ଦକ୍ଷ ବ୍ରହ୍ମା ବୋଇଲେ ନ ଆସ ମୋର ପାଶ, ତୋହର ସଙ୍ଗତେ ଥିଲେ ନାହିଁ ମୋତେ ଯଶ। ଆଦ୍ୟରେ କଥା ମାନ ଉପୁଜିଲା ଯହୁଁ, କାଳେ ଆଉ ଭଲ କଥା ହୋଇବାକୁ କାହୁଁ। ନିଶ୍ଚୟ ଜାଣିଲି ଭାଇ ଅଟଇ ବୈରୀ, ଆଦ୍ୟ ପିତା ଯାହା କହି ଥିଲେ କତିଆରୀ। ଏହି କ୍ଷଣି ସେହି କଥା ଫଳିଲା ପ୍ରତ୍ୟକ୍ଷ, ଏତେ ବୋଲି ଧାତା ଆଗେ କହନ୍ତି ସେ ଦକ୍ଷ। ଭୋ ପିତା ମୋତେ କଥାଏ କହିବା ମଣାଇ, ଋଷି ହୋଇ ଏପରିଏ ହୋଇଲେ କିମ୍ପାଇଁ। ମୋ ମନ୍ଦ କର୍ମ କିବାଏ ହାଙ୍କ ଯେ ପ୍ରାକୃତ, କହ ଆହେ ବ୍ରହ୍ମଜ୍ଞାନୀ ଏଥିର ତଦନ୍ତ। ଶୁଣି ଦକ୍ଷ ବ୍ରହ୍ମା କହୁଛନ୍ତି ବେଦବରେ, କୋଟିଏ ମନରୁ ଅନ୍ତେ ପ୍ରଳୟ ଅନ୍ତରେ। ନିର୍ବାଣ ନିର୍ବିକାର ଯେ ନିରାକାର ଜ୍ୟୋତି, ସେ ଜ୍ୟୋତିରୁ ଆଦି ଅନାଦିର ବେଦ ମୂର୍ତ୍ତି। ତାହାଙ୍କ ଠାରୁ ଉତ୍ପତ୍ତି ଆଦି ମୂଳ ହରି, ତାହାଙ୍କ ନାଭି କମଳୁ ଧାତା ଅବତରୀ। ସେ ବ୍ରହ୍ମଚାରୀ ବଦନ ହେଳେ ଅଷ୍ଟକର, ଯାହାର ଦିନକ ଅନ୍ତେ ଘୋଟଇ ସାଗର। ସେହି ଧାତା ଜଗତକୁ ଭିଆଇବା ପାଇଁ, ମନରୁ ଉତ୍ପନ୍ନ କଲା ଦିବ୍ୟ କନ୍ୟା ଦୁଇ। ସାବିତ୍ରୀ ଗାୟତ୍ରୀ ବୋଲି ସେହି ଦୁଇ ନାରୀ, ତାହାଙ୍କୁ ଯେ ପ୍ରତିଗ୍ରହ କଲା କୁଶଧାରୀ। ସେ ଦୁହିଁଙ୍କ ତହୁଁ ଜନ ମିଲେ ଦୁଇ ବସ୍ତ୍ର, ସାବିତ୍ରୀ ପୁତ୍ର ନାରଦ ଗାୟତ୍ରୀର ଦକ୍ଷ। ସେହି ଦୁଇ ପୁତ୍ର ଜାଣ ତୁମ୍ଭେ ଦୁଇ ମୂର୍ତ୍ତି, ଶୁଣ ଦକ୍ଷ ବ୍ରହ୍ମା ନାରଦର ପୂର୍ବଗତି। ପୂର୍ବେ ଏହାକୁ ଯେ ବୋଇଲା ପଦ୍ମଜନି, ତୁମ୍ଭେ ଦୁହେଁ ଯାଇ କରି ଭିଆଅ ମେଦିନୀ। ନାରଦ ବୋଇଲେ ମୁଁ ଭିଆଇ ନ ପାରଇ, ତାହା ଶୁଣିଣ ଦକ୍ଷକୁ ବ୍ରହ୍ମା ଆଜ୍ଞା ଦେଇ। ଆହେ ଦକ୍ଷ ପ୍ରଜାପତି ସଂସାର ଭିଆଅ, ସକଳ ଲୋକ ମଧ୍ୟରେ ବହୁ ଯଶ ପାଅ। ପିତାମହ ଆଜ୍ଞା ଶୁଣି
ଦକ୍ଷ ପ୍ରଜାପତି ସଂସାର ଯେ ଭିଆଇବା ପାଇଁ ଗଲେ ଧାତି। ତାହା ଦେଖିଣ ନାରଦ ମନରେ ବିରସ, ବୋଇଲେ କଦକ୍ଷ ବ୍ରହ୍ମା ପାଇବେ ଯେ ଯଶ। ଯେମନ୍ତେ ନ ପାରଇ ସେ ସଂସାର ଭିଆଇ, ତେମନ୍ତ ଉପାୟ ମାନ କରିବଇ ମୁହିଁ। ଏତେ ବୋଲିଣ ନାରଦ ଶୂନ୍ୟରେ ରହିଲେ, ଦକ୍ଷ ପ୍ରଜାପତି ତହୁଁ ସୃଷ୍ଟି ଭିଆଇଲେ। ମନରୁ ଯେ ଜାତ କଲେ 60 ସହସ୍ର ସୂତ, ତାହାଙ୍କୁ ବୋଇଲେ ତୁମ୍ଭେ ଭିଆଅ ଜଗତ। ପିତା ଆଜ୍ଞା ପାଇ କରି ଚଳିଲେ କୁମରେ, ନାରଦ ମହାଋଷିଙ୍କି ଭେଟିଲେ ପଥରେ। ନାରଦ ବୋଇଲେ କିସ ଅର୍ଥେ ବୁଲୁଅଛ, ସଂସାର ଭିଆଇବୁ କହିଲେ ଦକ୍ଷ ବତ୍ସ। ନାରଦ ବୋଇଲେ ତୁମ୍ଭେ ବିଷ୍ଣୁ ନ ଭେଟିଲେ, ଜାଣିବ ସୃଷ୍ଟି ଭିଆଣ କଥା କାହୁଁ ଭଲେ। ଆଗେ ତୁମ୍ଭେ ମାନେ ଯାଇ ବିଷ୍ଣୁ ଠାବ କର, ତଦନ୍ତରେ ପୁଣି ଯାଇ ସୃଜିବ ସଂସାର। ନାରଦଙ୍କ ବାକ୍ୟ ସେହୁ ବିଷ୍ଣୁ ଲୋଡ଼ି ଗଲେ, ଅନେକ କାଳ ବୁଲିଣ ତଥ୍ୟ ନ ପାଇଲେ। ପୁଣି ଲକ୍ଷେ ପୁତ୍ର ଜାତ କଲେ ପ୍ରଜାପତି, ତାହାଙ୍କୁ ବୋଇଲେ ତୁମ୍ଭେ ଭିଆଅ ଧରିତ୍ରୀ। ସେହି ଯାଇ ନାରଦକୁ ଭେଟିଲେ କପଥେ, ନାରଦ ବୋଇଲେ ତୁମ୍ଭେ ବୁଲ କିସର୍ଥେ। କୁମରେ ବୋଇଲେ ଆମ୍ଭେ ସୃଷ୍ଟି ଭିଆଇବୁ, ନାରଦ ବୋଇଲେ ତୁମ୍ଭେ ଶୁଣ ସିରେ ବାବୁ। ତୁମ୍ଭର ଅଗ୍ରଜ 60 ସହସ୍ର ଯେ ବସ୍ତ୍ର, ଏହି ପଥେ ଗଲେ ସର୍ବେ ଦେଖିଲୁ ପ୍ରତ୍ୟକ୍ଷ। ତାହାଙ୍କୁ ଦେଖିଣ ତୁମ୍ଭେ ଭିଆଅ ମେଦିନୀ, ଜ୍ୟେଷ୍ଠଙ୍କୁ ନ ମାନିଲେ ହେବ ଧର୍ମ ହାନି। ଶୁଣି ଦକ୍ଷ ସୁତ ଗଲେ ଭାଇଙ୍କୁ ଯେ ଲୋଡ଼ି, ଭେଟ ନ ପାଇଲେ ସେହୁ ବହୁ ଦୁଃଖେ ପଡ଼ି। ବଣା ହୋଇଗଲେ ଲକ୍ଷେ 60 ସହସ୍ର ଯତି, ପୁତ୍ର ନ ପାଇଆ କୁଳ ହେଲେ ପ୍ରଜାପତି। ଧ୍ୟାନରେ ଜାଣିଲେ ଏହା ନାରଦର କୃତ୍ୟ, ଯାଇ ଜଣାଇଲେ ସବୁ ପିତାଙ୍କ ଗ୍ରତ। ଆହେ ପିତାମହ ଶୁଣ ନାରଦଙ୍କ ବୁଦ୍ଧି, ହିଂସା ଘେନି କରି ମୋର ସଙ୍ଗତେ ବିବାଦୀ। ଅନେକ ପୁତ୍ର ମହର ନାସିଲେ କପଟେ, ତୁମ୍ଭେ ପିତାମହ ସବୁ ବୁଝ ଯୋଗ ବାଟେ। ସ୍ୱରୂପ ବଚନ ସବୁ ଜାଣିବେ ଦପତି, ନାରଦ ମୁନିଙ୍କୁ କୋପେ ସାପ ଯେ ଦିଅନ୍ତି। ବୋଇଲେ ଜନ୍ମେ ଜନ୍ମେ ତୁ ହୁଅ ଖଳ ଜନ, ବ୍ରହ୍ମ ଋଷି ହୋଇ କଳି ଦେଖିନିଅ ଦିନ। ଏମନ୍ତେ ଯେ ସାପ ପାଇ ନାରଦ ମହର୍ଷି, ଅନେକ ସେବା କରି ସେ ମନାଇଲେ କାଶୀ। ଈଶ୍ୱର ପ୍ରସନ୍ନେ ମୁନି ମାଗିଲେ କବର, ବୋଇଲେ ଦକ୍ଷ ବ୍ରହ୍ମା ଯେ ବୈରୀ ମୋହର। ବ୍ରହ୍ମାଙ୍କୁ କହିଣ ସାପ ବିହିଲେ କମତେ,
କଳହ ପ୍ରିୟ ମହର ହୋଇବ ଯୁକତେ। ତେଣୁ କରି ତୁମ୍ଭଙ୍କୁ ମୁଁ ମାଗୁଅଛି ବର, ଜନ୍ମେ ଜନ୍ମେ ବୈରୀ ମୁଁ ହୋଇବି ତାହାର। ଉପାୟ କରି ହରିବି ତାର ଯଶ ଶିରି, ଏମନ୍ତେ ଆଜ୍ଞା ଦେବାକ ମୋତେ ତ୍ରିପୁରାରୀ। ଈଶ୍ୱର ବୋଇଲେ ତୁହି ମାଗିଲୁ ଯେ ବର, ଜନ୍ମେ ଜନ୍ମେ ପ୍ରାପତ ଯେ ହେଉ ଏହା ତୋର। ଶୁଣ ଆହେ ପ୍ରଜାପତି ଆଦି ଧାତା ବାଣୀ, ଏମନ୍ତ ହୋଇ ତୁମ୍ଭର ପୂର୍ବର କାହାଣୀ। ଜନ୍ମେ ଜନ୍ମେ ତୋର ବୈରୀ ଅଟଇ ନାରଦ, ବ୍ରହ୍ମାଣ୍ଡ ପୁରାଣେ ଅଛି ଏ ସନକ ପଦ। ଏଥକୁ ଚିନ୍ତା ତୁମ୍ଭେ ନ କର ପ୍ରଜାପତି, ଏକା ହୋଇ ଯାଇ ତୁମ୍ଭେ ଭିଆଅ ଧରିତ୍ରୀ। ପୂର୍ବ ବାକ୍ୟ ଶୁଣି ସ୍ଥିର ହେଲେ ଦକ୍ଷ ବ୍ରହ୍ମା, ପିତାଙ୍କର ଆଜ୍ଞା ଶିରେ ଧଇଲେ ମହାତ୍ମା। ଦକ୍ଷ ବ୍ରହ୍ମ ଠାରୁ ହେଲା ସଂସାର ଉତ୍ପତ୍ତି, ମହାଦେବ ଦାସ ଏହା ଗୀତରେ କହନ୍ତି। ସପ୍ତ ପାତାଳ ଓ ସପ୍ତ ସ୍ୱର୍ଗ ସର୍ଜନା। ସଂସାରେ ସୃଜିବା ପାଇଁ ଚଳିଲେ ବହନ, ବିଧି ମତେ କରିଲେ ଯେ 14 ଭୁବନ। ଅତି ତଳ ମହାତଳ ସୁତଳ ବିତଳ, ତତା ତଳ ରସାତଳ ଉପରେ ପାତାଳ। ତଥିର ଉପରେ ସଞ୍ଚ ତା ଉପରେ ସ୍ୱର୍ଗ, ପ୍ରତ୍ୟେକ ନାମରେ ସଞ୍ଚୁ ପୁରେ କଉତ୍ସବ। ସେ ଭୂମି ଉପରେ ପୁଣି ଶୂନ୍ୟ ନାମେ ପୁର, ତଥି ଉପରେ ଗୋମତୀ ପୁର ଶୋଭା କର। ଗୋମତୀ ଉପରେ ପୁଣି ନିରାକାର ସ୍ଥାନ, ଏମନ୍ତେ 14 ପୁର ହେଲା ବିଦ୍ୟମାନ। ତଥି ଉପରେ ଶୋଭିତ ପୁଣି ଶୂନ୍ୟ ପୁର, ସେ ପୁରେ ବିଜୟ କତ ନିରାକାର। ସେ ନିରାକାର ସ୍ୱାମୀଙ୍କ ହୃଦଗତେ ଚିନ୍ତି, 14 ଭୁବନ ମଧ୍ୟେ ଛାପି ବିଷ୍ଣୁ ମୂର୍ତ୍ତି। ଭୂମିରେ ରଚିଲେ ଏକ ବୈକୁଣ୍ଠପୁର, ପୁରେ କସ୍ତାପିଲେ ଯାଇ ବିଷ୍ଣୁ ଅବତାର। ଭିନ୍ନ ଭିନ୍ନ ମୂର୍ତ୍ତି କରି ସ୍ଥାପି ନାରାୟଣ, ବିଷ୍ଣୁ ଶେଷ କଳ ପୁରେ ଧାରଣ କାରଣ। ଯାବତ ଜନ୍ତୁ ଏବେ ହୋଇବେ କେମନ୍ତେ, ଏଥକୁ ଉପାୟ କହି ଦେବା ହେଉ ମୋତେ। ବ୍ରହ୍ମା ବୋଇଲେ ହୋ ତୁହି ପୁଛିଲୁ ଯେ ବାଣୀ, ଏକ ମନ ହୋଇ ଶୁଣ ତହିଁର କାହାଣୀ। ମୂଳରୁ 7 ବରଷ ଧାତା ନିର୍ଭା କଲା, ପୁଣି ଯାଇ ସୁଧର୍ମା ସଭାରେ ମିଳିଲା। ବ୍ରହ୍ମା ବିଷ୍ଣୁ ଶିବ ତିନି ଦେବଙ୍କର ପାଦେ, ଦକ୍ଷ ପ୍ରଜାପତି ଯାଇ ନମଇ ଆନନ୍ଦେ। ଦକ୍ଷକୁ ଚାହିଁ ନାରଦ କଲେ ପ୍ରଣିପାତ, ଯେ ଯାହାର ଅନୁରୂପେ କୂଳରେ ରଚିତ। ଦକ୍ଷ ପ୍ରଜାପତି ମୁଖ ଚାହିଁ ବେଦବର, ପୁଛନ୍ତି କେଉଁ ପରୀରେ ସଞ୍ଚିଲୁ ସଂସାର। ଦକ୍ଷ ବୋଇଲେ ସଞ୍ଚିଲୁ
मुहि पूर्व मते जेते जेते भूमि थिला होई गता गते सेहि परकारे सृष्टि आतजात हुए मेरु मूल ठारु निराकार ब्रह्म जाए स्थापिली मो चतुर्दश पुर एते काले चारि चारि लक्ष जोज नरे पुरे पुरे अति तल उपरे जे रसातल बोली जोजन अंतरे क पुर भिआइली क्रमे भूतल वितल आबर सुतल अतल महातल जे ता तुले पाताल तहि परे मंच मंच उपरे स्वर्ग सत्य नामरे पुर जे तहिरे उत्सर्ग से पुर उपरे सुवर्णर पीढ़ पुर तथि परे जे गोमती पुर शोभाकर गोमती पुर उपरे निराकार स्थान एहि परि चतुर्दश पुर विद्यमान तहि उपरे स्थिति जे ठूल शून्य पुर से पुरे विजय से प्रभु निराकार सेहि निराकारंकर हृद पद्म चिन्ह सर्वत्र स्थापिली पुणी विष्णु मूर्तिमान भूमि रे स्थापिली नित्य वैकुंठपुर सेहि पुरे विष्णुकर नित्य अवतार भिन्न भिन्न मूर्ति रे मु स्थापी नारायण से विष्णु परे सर्व धारण कारण अनंतर जीव जंतु होइबे केमंते एथकु उपाय कही देवा हे उमते ब्रह्मा पुणी कहिले तू कहिलु जे वाणी एक मने शुण एबे तहिर कहानी मेरु मूल रे तू स्थापी अछु जेउ पुर से पुरे विजे करिवे देव चक्रधर ताहांक नाभिरु एक कमल फुटिब से कमल भितरु जे ब्रह्मा जात हेब सेहि ब्रह्मा अटई जे जगतर तात सर्वदा विष्णुक नाभि कमले ता स्थित सेहि ब्रह्मांकर भेट पाइबु जे दिन 14 कन्या तोहर होइबे उत्पन्न ज्येष्ठ कन्या गोटी नेई ब्रह्मा को तो देबु आउ कन्या को घेनिण पाताल को जीवु विष्णु कंसरे जात कश्यप महर्षि पाताल पुर रे सेहु तपे थिबे बसी से ऋषिंकी नेई तोर दुहिता को देबु संवत्सर जाए तू ही से पुरे रहिबु कश्यप ऋषि बिरजु से दुहितांक गर्भु नानादि जीव जंतुए उपजीवे सबु 14 भुवने जहा निजोगी बुआणी तेबे जे पुनः होइब सकल धरणी मारकंड पुराण ए अटे दिव्यवाणी महादेव दास एहा पराकृते भणी कामदेव जन्म एमंत शुणी आनंद होई प्रजापति एथु अनंतरे शुण आहे नरपति
ସୃଷ୍ଟିର ସ୍ଥାପନ କଥା କୁହନ୍ତେ ବଖାଣ। ଅତିତୋଷ ହୋଇଲେ କ ଶୁଣି ନାରାୟଣ। ମନର ଆନନ୍ଦ ସେହୁ ପ୍ରମୋଦିତ ଚିତ୍ତ। ଶରୀର ଭିତରୁ କଲେ ପୁତ୍ରେକ ସେ ଜାତ। ସୁରଲୀଳ ସୁକୁମାର ନୀଳବର୍ଣ୍ଣାଙ୍ଗ। ପ୍ରସନ୍ନ ବଦନ ପୁଣି ଅଧର ସୁରଙ୍ଗ। କୁଟିଳ କୁନ୍ତଳେ ଶୋଭା ଯେ କବରୀ ଭାର। ବିବିଧ ପୁଷ୍ପର ଗଭା ସମ୍ମୁଖରେ ଚୂଳ। ସୁସଞ୍ଚନାସିକା ସମ ବିଶିଖ ଲୋଚନ। ଚାହାନ୍ତେ ସେ ମୋହୁଛନ୍ତି ସବୁଙ୍କରି ମନ। ବେନି କର୍ଣ୍ଣରେ କୁଣ୍ଡଳ ବେନି ଢଳ ଢଳ। ଗଳାରେ ଲମ୍ବି ଅଛନ୍ତି ଦିବ୍ୟ ବନମାଳ। ବିବିଧ ପଦକ ନାନା ରତନର ମାଳ। ବିସ୍ତାର ବକ୍ଷସ୍ଥଳରେ ଲମ୍ବାଇ ଗହଳ। ଆଜାନୁଲମ୍ବିତ ଭୁଜ ଶାଳ ବୃକ୍ଷ ଜାଣି। କଚଟି ବାହୁଟି ନାନା ମୁଦ୍ରିକା ଖଞ୍ଜଣି। ବାମରେ କୋଦଣ୍ଡ ସାଜେ ଦକ୍ଷିଣେ ପିସ୍କର। କଟିରେ ନୀଳ ବସନ ମେଖଳା ହୀରାର। ସବଳି ନବେନି ଜାନୁ କିବା ରମ୍ଭା ବୃକ୍ଷ। ସୁସଞ୍ଚ ଚରଣ ବେନି କମଳ ପ୍ରତ୍ୟକ୍ଷ। କନକ ନୂପୁର ଶୋଭା ପାଇ ସେ ପୟରେ। ଉପମା ଦେବାକୁ ନାହିଁ ତିନି ଭୁବନରେ। ଦିବ୍ୟ ନଟବର ବେଶ କୃଷ୍ଣଙ୍କୁ ଜାତ। ଅଭିନବ ଅଙ୍ଗ ଶୋଭା ନୁହଁଇ ବର୍ଣ୍ଣିତ। ସୁରଙ୍ଗ ଧର ଶୋଭା ମନ୍ଦ ମନ୍ଦ ହାସେ। ବଚନ ପ୍ରକାଶନ୍ତେ କି ଅମିୟ ବରସେ। ଅପୂର୍ବେ କେ କଳାନିଧି ଦେଖି ରୂପ ତାର। କନ୍ଦର୍ପ ବୋଲିଣ ନାମ ଦେଲେ ଚକ୍ରଧର। ଧାତା ତହିଁ ବୋଇଲେ ସେ ସଂସାର ପାଳିବ। ଏହାର ଉପାୟ ସିନା ଜନ୍ତୁ ଜାତ ହେବ। ବିଷ୍ଣୁର ମନରୁ ଏହୁ ହୋଇଲା କ ଜାତ। ତେଣୁ ଯେ ହାର ନାମ ହୋଇଲା ମନ୍ମଥ। ଦକ୍ଷ ବୋଇଲା ଏହୁତ ନୋହିଲା ମନକୁ। ମନସିକ ନାମ ଗୋଟି ଦେବାକ ଏହାକୁ। ନାରଦ ବୋଇଲେ ଏହା ନାମ ଚନ୍ଦ୍ରକେତୁ। ଜାତ କରିବ ଏହୁ ଯେ ସର୍ବଜୀବ ଜନ୍ତୁ। ଈଶ୍ୱର ଚାହିଁଲେ ଯହୁଁ ମନସିଜ ମୁଖ। ତକ୍ଷଣେ ତାହାଙ୍କୁ ଘୋଟି ଲାକ କାମ ଦୁଃଖ। ଅଳପ ବକ୍ର କରିଣ ଚାହିଁଲେ ମଦନ। ହେଳେ ବନ୍ଦୀ କଲା ଈଶ୍ୱରଙ୍କ ପଞ୍ଚମନ। କୋଦଣ୍ଡ କରେ ଧରିଣ ବସାଇଲେ ସର। ଆମଞ୍ଚନ କରନ୍ତେ ଯେ ଢଳିଲେ ଶଙ୍କର। ପୁରୁଷ ରୂପକୁ ଚାହିଁ ପୁରୁଷ ଯେ ମୋହି। କାଳେ ମୋହ ଗଲେ ତହିଁ ଈଶ୍ୱର ଗୋସାଇଁ। ଯହୁଁ ସେହି କାମ ଦେବ ଈଶ୍ୱରେ ପିଡ଼ିଲା। ହରି ରିପୁ ନାମ ତେଣୁ କରି ସେ ବହିଲା। ସେ ଅକାମୀ ପୁରୁଷର ଧୈର୍ଯ୍ୟ କଲା ଭଙ୍ଗ। ତେଣୁ କରି ନାମ ତାର ହୋଇଲା ଅନଙ୍ଗ। ଅନାଦି ରୂପ ଧରିଣ ଅନାଦି ଈଶ୍ୱର। ମାତାଙ୍କୁ ସୁମରି ସେହି ଢଳିଲେ ନିର୍ଭର। ଅଲେଖ ମନ୍ଦିରରେ ସେ
ଅନ୍ନପୂର୍ଣ୍ଣା ଥିଲେ। ଈଶ୍ୱରଙ୍କ ବେଦନା ସେ ଧ୍ୟାନରେ ଜାଣିଲେ। ତତକ୍ଷଣେ ଦେବୀ ଶୂନ୍ୟ ପୁରୁ ଅପସରି ଧାତିକାରେ ଚାହିଁ ଦେଲେ ଦିବ୍ୟ ତନୁ ଧରି। ସୁଧର୍ମା ସଭାରେ ଆସି ମିଳିଲେ ସେ ବେଗି ଦେଖି ସୃଷ୍ଟି କରତା ଆସନ ପରିତ୍ୟାଗୀ। ବ୍ରହ୍ମା ବିଷ୍ଣୁ ଦକ୍ଷ ଧାତା ଅନଙ୍ଗ ନାରଦେ ପ୍ରଣମିତ ହୋଇଲେ ସେ ଅନ୍ନପୂର୍ଣ୍ଣା ପାଦେ। ଈଶ୍ୱର ଅଛନ୍ତି ଏକ ମାତ୍ର ମୋହ ଯାଇ କୋଳେ ଧରିଣ ଧଇଲେ ଦେବୀ ତାଙ୍କୁ ଯାଇ। ଆଶ୍ୱାସନା କରି ତାଙ୍କ ଦେହ ସମାର୍ଜନ୍ତେ ମୋହ ତେଜ କରିଦେବ ଉଠିଲେ ତ୍ୱରିତେ। ସ୍ତ୍ରୀ ଅଙ୍ଗ ଲାଗନ୍ତେ ଯେ ଅଧୀର ଶରୀର ମଦନ ଜ୍ୱାଳାରେ ଜ୍ଞାନ ହରାଇଲେ ହର। ଆଦି ନାରୀ ରୂପ ଦେଖି କରି ସଦାନନ୍ଦ ଲଜ୍ଜା ଦୂର କରି ରତି ରସେ ମନ ଖେଦ। ମାତାଙ୍କୁ କୋଳ କରିଣ ଧଇଲେ ଈଶ୍ୱର ସୃଷ୍ଟି କରିବା ପୁରୁଷେ ହୋଇଲେ ଅନ୍ତର। ମାତା ପୁତ୍ର ଦୁହେଁ ହୋଇ ଛନ୍ତି ରତି ଭାବ ଦେଖି ବିସ୍ମୟ ହୋଇଲେ ଧାତା ବାସୁଦେବ। ସହି ନ ପାରି କହିଲେ ସେହି ମନ୍ଦ ବାଣୀ ଜାଣିନ ତାହାଙ୍କୁ ସାପ ଦେଲେ ଗୋସାମଣି। ଧାତାଙ୍କୁ ବୋଇଲେ ତୁହି ନାରୀ ରୂପ ହୁଅ ବିଷ୍ଣୁଙ୍କୁ ବୋଇଲେ ତୁହି ଜନ୍ମ ମୃତ୍ୟୁ ପାଅ। ଏସନ ରୀତି ଜାଣିଣ ପ୍ରଭୁ ନିରାକାର ଅନାଦି ଶକ୍ତିକୁ କଲେ ଗୋରୁ ଅବତାର। ମାତର ରୂପ ଧରିଣ ଅନାଦିଶ୍ୱରୀ ଗୋମାତା ରୂପେ ରହିଲେ ଜ୍ଞାନ ଧ୍ୟାନ କରି। ଅନାଦିର ଅପକୀର୍ତ୍ତି ଦେଖି ତ୍ରିଲୋଚନ ବାଳୁତ ଭାବେ କରନ୍ତି ଚିନ୍ତା ଅନୁକ୍ଷଣ। ବ୍ରହ୍ମା ବିଷ୍ଣୁ ଈଶ୍ୱରଙ୍କୁ ଅନେକ ତିଆରି କେବେ ହେ ଧୈର୍ଯ୍ୟ ପତିନ ହେଲେ ଆଦି ନାରୀ। ଏମନ୍ତ ଚରିତ ଦେଖି ଦକ୍ଷ ପ୍ରଜାପତି ଈଶ୍ୱରଙ୍କୁ ପୁଣି ଅତି ବିନୟ କହନ୍ତି। ବୋଇଲେ ହୋ ଚିନ୍ତା ତୁମ୍ଭେ ଛାଡ଼ ପଶୁପତି ମାତାଙ୍କୁ ଦୋଷିଲୁ ଜ୍ଞାନ ହୀନ ତୋର ମତି। ଜଗତରେ ଅପକୀର୍ତ୍ତି ପାଇଲ ବହୁତ ଏମନ୍ତ କଥା ତୁମ୍ଭର ନୁହଁ ଉଚିତ। ଏବେ ମାତା ଠାରୁ ପ୍ରୀତି ଛାଡ଼ିଦେବ ରାଜ ଅପୂର୍ବ କନ୍ୟା ଦେବଇଁ ମୁଁ ତୁମ୍ଭଙ୍କୁ ଆଜ। କାମଦେବଙ୍କ ଜନମ ହୋଇଲା ସମ୍ପୂର୍ଣ୍ଣ ମହାଦେବ ଦାସ ଏହା କଲେ ବିରଚନ। ପାର୍ବତୀଙ୍କ ଜନ୍ମ ଓ ବିବାହ। ଏତେ ବୋଲି କରି ସେହି ଦକ୍ଷ ପ୍ରଜାପତି ଗାୟତ୍ରୀ ପଢ଼ି ଦେବୀଙ୍କୁ କଲେ ସେହୁ ସ୍ତୁତି। ଗାୟତ୍ରୀ ଜାଣିଲେ ଦକ୍ଷ ବ୍ରହ୍ମାର ଯେ ମନ ତତକ୍ଷଣେ ଦେବୀ ତାଙ୍କୁ ହୋଇଲେ ପ୍ରସନ୍ନ। ଭାବକୁ ଭାବନା ସେହି ଅନାଦି ଈଶ୍ୱରୀ ଅନନ୍ତ ମୂର୍ତ୍ତି ତକ୍ଷଣେ ପାଇଲ ସେ ଧରି। ଦକ୍ଷ ବ୍ରହ୍ମା ମନ ଜାଣି କରି ମହାମାୟୀ ତକ୍ଷଣେ ଜାତ ହୋଇଲେ ମୂର୍ତ୍ତିମତୀ ହୋଇ। ଓଙ୍କାର ଶବଦ କଲେ ଦିବ୍ୟ ରୂପ ଧରି ମୁଖରୁ ଜାତ ହୋଇଲେ ଅନାଦି ଈଶ୍ୱରୀ। ଦକ୍ଷ ପ୍ରଜାପତି ଆଗେ ହୋଇଲେ ସେ ଉଭା ଶରୀର କାନ୍ତି ବିକାଶ
କନକର ପ୍ରଭା ଅପୂର୍ବ କବରୀ ଭାର ଶୋହେ ତାଙ୍କ ଶିରେ ବକୁଳ କୁସୁମ ମାଳା ଶୋଭେ ତଥି ପରେ ନୀଳମେ ଘରେ ଯେସନେ ଉଦେ ଅର୍ଦ୍ଧ ଶଶୀ ଖୋସା ଫିଟି କରି ପୁଷ୍ପ ତେସନ ବିକାଶୀ କପାଳେ ଶୋଭଇ ଯେହ୍ନେ ଏକ ଖଣ୍ଡ ଚାନ୍ଦ ବେନି କର୍ଣ୍ଣ ଜାଣ ତାର କାରାମୟ ଫାନ୍ଦ ହୀରା ଚକ୍ର କାପ ତଥି ଉପରେ ଖଞ୍ଜିଲେ କି ଜାଣି ଗୁରୁ ଶୁକ୍ର ସେ ପାଶେ ବନ୍ଦୀ କଲେ ବେଣ୍ଟୁଲି ଦୁଇ ଶ୍ରବଣ ଶିଖରେ ଯେ ବସେ ରତ୍ନଲିଙ୍ଗ କି କଣୟ ପର୍ବତର ପାଶେ ଶ୍ରବଣ ବେନି ମଧ୍ୟରେ ଉତ ଫୁଲ ଦୁଇ ମେରୁର ଶୃଙ୍ଗରେ କିବା ତାର ଦୁଇ ଥାଇ କପୋଳ ଚନ୍ଦନ ପାଟି ମଧ୍ୟରେ ସିନ୍ଦୁର କ୍ଷୀର ସିନ୍ଧୁ ମଧ୍ୟରେ କି ଉଦେ ଦିନ କର କୁରଙ୍ଗ ଲୋଚନେ ଶୋହେ କଜଳର କଳା ଶ୍ଵେତ ପଦ୍ମ ନେତ୍ରରେ ଯେ ଭୃଙ୍ଗ ବେନି ଡୋଳା ଧ୍ରୁଲତା ତା କାମଧେନୁ କଳା ରେଖା ଗୁଣ ଚାହାଣୀ ଛଟକ ତାର କାମ ତୀକ୍ଷ୍ଣ ବାଣ ମନୋହର ନାସିକା ଯେ ତିଳ ଫୁଲ ଜାଣି ସୁବର୍ଣ୍ଣ ପଦ୍ମରେ କିବା ଲମ୍ବେ ନୀଳମଣି ସୁରଙ୍ଗ ଧର କିବା ପକ୍କ ବିମ୍ବ ଜ୍ୟୋତି ବର୍ତ୍ତୁଳ ମୁକ୍ତା ଘଟଣ ଜାଣି ଦନ୍ତପତି ଦର ହସିତ ମୁଖରେ କୋମଳ ବଚନ କି ଜାଣି ମଧୁମାସରେ କୋକିଳ ନିଶୋନ ଦକ୍ଷିଣାବର୍ତ୍ତ ଶଙ୍ଖକୁ କଣ୍ଠ ସମ କରି ବେଢା ଶୋଭା ପରକାଶେ ମୁକ୍ତା ଚାପ ସରି ବିସ୍ତାର ଯେ ବକ୍ଷସ୍ଥଳେ ସୁସଞ୍ଚ ଉଦର ଅତି କ୍ଷୀଣ ମଝା ଯେହ୍ନେ ଡମ୍ବରୁ ଆକାର ଦେବାଙ୍ଗ ବସନ ପହୁରିଣ ସେହି ଦେବୀ ଉପରାଣ ପାଟ ଖଣ୍ଡି କ୍ଷୀରୋଦ୍ରି ସମ୍ଭବୀ କଟିରେ କଟି ମେଖଳା ରତ୍ନ ଓଢିଆଣି ବିବିଧ ଅଳଙ୍କାର ଯେ ଶ୍ରୀଅଙ୍ଗେ ମଣ୍ଡଣି ବଳି ନବେନି ଭୁଜ ଯେ କମଳ ମୃଣାଳ ହୀରା ବର୍ଷା ତାଡ଼ ଦୁଇ ଶୋହେ ବାହୁ ମୂଳ କଣୟ ଘଟଣ ଦଶ ଅବତାର ପଡ଼ି ବେନି କରେ ଶୋଭା ପାଏ ବେନି ରତ୍ନ ବୁଡ଼ି ସୁସଞ୍ଚ ଦଶ ଅଙ୍ଗୁଠି ଚମ୍ପା କଢ଼ି ଜାଣି ନାନା ରତ୍ନର ଜଡ଼ିତ ମୁଦ୍ରିକା ମଣ୍ଡଣି ଅର୍ଦ୍ଧଚନ୍ଦ୍ର ଜିଣି ଶୋହେ ହସ୍ତ ନଖ ପନ୍ତି ବେନି କର ତଳ ବନର କତର ଜ୍ୟୋତି ସ୍ଥାପିଲା କି ସ୍ୱର୍ଣ୍ଣରମ୍ଭା ବୃକ୍ଷ ଲେଉଟାଇ ତେସନ କପଟାନ୍ତର ଦିଶେ ଜାନୁ ଦୁଇ ଲୋକନନ୍ଦ ପରାଏ ସେ ଶୋହେ ବେନି ପାଦ ଅଶୋକ କଳିକା ତଥି ହୋଇଛି କି ଭେଦ ତେସନେ ପଟାନ୍ତର ଯେ ପୟର ଅଙ୍ଗୁଳି ପାଦ ତଳିରେ ଅଳତା ଚିତ୍ରର ଆବଳି ହୀରାର ବେନି ବଳା ଯେ ଅପୂର୍ବ ଘଟନ ଶୋଭା ପାଉଅଛି ସେହି ଦେବୀଙ୍କ ଚରଣ କନକ ଝୁଣ୍ଟିଆ ଆଙ୍ଗୁଳିର ଅଗ୍ରେ ଶୋହେ ଅପୂର୍ବ ପ୍ରତିମା ତିନି ଭୁବନକୁ ମୋହେ ଯେତେକ ରତ୍ନ ଦେବୀର ଅଙ୍ଗରେ ଦୀପନ ଶରୀର ଜ୍ୟୋତିରେ ତାହା ଦିଶଇ ନିଉନ ରୂପକୁ ସେ ରସାଣିତ ସୁନା ନୋହେ ସରି ଆବରତା ପଟାନ୍ତର ତହିଁ କି କରି ଏକେ ଚମ୍ପକ ବରଣ ଅଟେ କଳେବର ତହିଁ ରତ୍ନ ଖଞ୍ଜା ହୋଇ ଦିଶେ ଶୋଭା କର ମନ ରୂପାରନ୍ତି ସେହୁ ଜଗତ ଭିଆଇ ଯତନେ ଦକ୍ଷ ବ୍ରହ୍ମାର ହେଲେ ଯେ ମା ଦେଇ ଦେଖି ଦକ୍ଷର ଆନନ୍ଦ ହେଲା ପଞ୍ଚମତି ସେ ଦୁହିତା ନାମ ଦେଲା ଅବଳା ପାର୍ବତୀ ସେ ଅବଳା ପାର୍ବତୀ ଯେ ପରମେ ଈଶ୍ୱରୀ ଯତନେ ଦେହ ଧଇଲେ ଦେବୀ ଆଦି କରି ଅପୂର୍ବ ସୁନ୍ଦରୀ ଜଗଜ୍ଜନଙ୍କର ମାତ ସର୍ବରୂପ ଗୁଣ ଯାର ଅଙ୍ଗୁ ହୁଏ ଜାତ ତାହାର ରୂପକୁ କିସ ଦେବା ପଟାନ୍ତର ଜଗଜ୍ଜନନୀ ସନ୍ତୋଷୀ ରୂପେ ଅବତାର ମେରୁଗିରି ଶିଖରେ ଯେ ଦକ୍ଷର ପାରୁ ସେ ବିଜୟୀ ମହାମାଇ ସେ ତରୁଣୀ ବୟସେ ଆପଣେ ଶ୍ରୀ କରେ ଦିବ୍ୟ ମୁକ୍ତାମାଳ ଘେନି ଭାବେ ଈଶ୍ୱର ଦେବଙ୍କୁ ବରିଲେ ଭବାନୀ ଆନନ୍ଦ ହୋଇଲେ ଦେଖି ଦକ୍ଷ ବ୍ରହ୍ମା ତାଙ୍କୁ ବରିଲେ ମାଳ ଚନ୍ଦନ ଦେଇ ଈଶ୍ୱରଙ୍କୁ ପାର୍ବତୀ କନ୍ୟାକୁ ପୁଣ ଦିବ୍ୟ ବେଶ କରି ଈଶ୍ୱରଙ୍କୁ ବିଭା କଲେ ସୁବାକ୍ୟ ଉଚ୍ଚାରି ବର କନ୍ୟା ଦୁହେଁ ପଟାନ୍ତର ଅନୁରୂପେ ପାର୍ବତୀ ଯେ ବିଜେ କଲେ ଈଶ୍ୱର ସମୀପେ
ହେମନ୍ତ ସୁନ୍ଦର ତାଙ୍କୁ ଦେଖିଲା ଉପମା ରସାଣ ରଜତ ବାଡ଼େ କନକ ପ୍ରତିମା ଦେଖିଣ ଆନନ୍ଦ ହେଲେ ଦକ୍ଷ ପ୍ରଜାପତି ପଟାନ୍ତର ଈଶ୍ୱରଙ୍କୁ କେବଳ ପାର୍ବତୀ ଈଶ୍ୱରଙ୍କୁ ଚାହିଁ କରି ବହୁପୁର ସରି ପାତାଳପୁରକୁ ଦେଲେ ଯୌତୁକ କରି ପାର୍ବତୀ ବିବାହ କାର୍ଯ୍ୟ ହୋଇଲା ସମ୍ପୂର୍ଣ୍ଣ ତାଙ୍କ ପାଦ ପଦ୍ମେ ରହୁ ମହାଦେବ।